ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କର ଅତି ପବିତ୍ର ନାମର ଗୌରବ ହଉ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ତାହାଙ୍କ ଅନୁଗ୍ରହରୁ ଆଉ ଏକ ପ୍ରସଙ୍ଗକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ଅନଲାଇନ ମାଧ୍ୟମରେ ଆପଣମାନଙ୍କ ସହିତ କଥାବାର୍ତ୍ତା କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ପୁଣି ଥରେ ମୋ ଜୀବନରେ ଯୋଗ କଲେ। ସେଥିପାଇଁ ପ୍ରଭୁଙ୍କୁ ମୋ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ପରିବାର ବିଷୟରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା ପାଇଁ ଯିବା। ଯେଉଁ ପ୍ରସଙ୍ଗରେ ଆଜି ଆମେ ପ୍ରଭୁଙ୍କ ବାକ୍ୟରୁ କଥାବାର୍ତ୍ତା ହେବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଆମ୍ଭମାନଙ୍କ ପୁଅ ଝିଅମାନେ କିପରି ଶିକ୍ଷିତ ହେବେ। ଆଜିର ପ୍ରସଙ୍ଗ ହେଲା ଆମର ପୁଅ ଝିଅମାନେ କିପରି ଶିକ୍ଷିତ ହେବେ। ବାକ୍ୟରୁ ଆମେ ଅଳ୍ପ ସମୟ କଥାବାର୍ତ୍ତା ହେବା। ପ୍ରିୟ ଭାଇ ଭଉଣୀ ମାନେ, ଏହି ପ୍ରକାର କୌଣସି ମା ବାପା ନାହାନ୍ତି ଯେ ମୋର ପୁଅ ଅଶିକ୍ଷିତ ହେଉ, ମୋର ଝିଅ ଅଶିକ୍ଷିତ ହେଉ। ଏହି ପ୍ରକାର କୌଣସି ମା ବାପା କେବେ ମଧ୍ୟ ଚାହାନ୍ତି ନାହିଁ। ଆମେ ସମସ୍ତେ ମା ବାପା ଭାବରେ ଆମେ ପ୍ରାର୍ଥନା କରୁ, ଇଚ୍ଛା କରୁ ଏବଂ ପ୍ରଭୁଙ୍କ ନିକଟରେ ମାଗୁ କି ମୋର ପୁଅ ଶିକ୍ଷିତ ହେଉ, ମୋର ଝିଅ ଶିକ୍ଷିତ ହେଉ, ସେ ଭଲ ପାଠ ପଢୁ, ଚାକିରି କରୁ, ସେ ଉନ୍ନତି ହେଉ, ସେ ଆହୁରି ଆତ୍ମିକ ଜୀବନରେ ବଢୁ। ଏହି ପ୍ରକାର ସବୁ ମା ବାପାଙ୍କ ମନରେ ଗୋଟେ ଇଚ୍ଛା ଥାଏ, ଆଶା ଥାଏ। ସେଥିପାଇଁ ଆମେ ଆମର ପୁଅ ଝିଅମାନଙ୍କୁ ଭଲ ସ୍କୁଲରେ ଆଡମିସନ କରୁ, ଅନେକ ଟଙ୍କା ଖର୍ଚ୍ଚ କରୁ, ଠିକ ସମୟରେ ଆମେ ସ୍କୁଲରେ ନେଇ ଛାଡୁ ଏବଂ ଠିକ ସମୟରେ ଆମେ ସେମାନଙ୍କୁ ସ୍କୁଲରୁ ଘରକୁ ଆଣୁ ଏବଂ ଟ୍ୟୁସନ ମଧ୍ୟ ସେମାନଙ୍କୁ ଆମେ ପଠାଉ। କାହିଁକି? କାରଣ ସେମାନେ ଯେପରି ଶିକ୍ଷିତ ହେବେ। ପ୍ରିୟ ଭାଇ ଭଉଣୀ ମାନେ, ଏଇ ସବୁ କଥା ଶୁଣୁଥିବା ସମୟରେ, ଏଇ ସବୁ ବାକ୍ୟ ଶୁଣୁଥିବା ସମୟରେ ଆମେ ଆମର ଧ୍ୟାନକୁ ପ୍ରଭୁଙ୍କ ବାକ୍ୟ ଆଡକୁ ଆକର୍ଷଣ କରିବା ଆବଶ୍ୟକ ରହିଛି। ଅନେକ ସମୟରେ ଆମେ କଣ କରୁ, ଆମର ପୁଅ ଝିଅମାନଙ୍କୁ ଶିକ୍ଷିତ କରିବା ପାଇଁ ଆମେ ଜଗତରେ ଇନଭେଷ୍ଟମେଣ୍ଟ କରିଥାଉ। ମାତ୍ର ବାକ୍ୟ କହେ ଯେ ଜଗତର ଜ୍ଞାନ ପ୍ରଭୁଙ୍କ ଦୃଷ୍ଟିରେ ମୂର୍ଖତା ଅଟେ। ମୁଁ କହିବାର ଉଦ୍ଦେଶ୍ୟ ଏହା ନୁହେଁ ଏବଂ ପରମେଶ୍ୱର ତାଙ୍କ ବାକ୍ୟରେ ଏ ଯେଉଁ କଥା ସେ ଲେଖିଦେଲେ ଯେ ଜଗତର ଜ୍ଞାନ ଆମ୍ଭ ଦୃଷ୍ଟିରେ ମୂର୍ଖତା। ପ୍ରଭୁ କହିବାର ଅର୍ଥ କଣ? ସେ କହିଲେ କି ଆମ ପୁଅ ଝିଅମାନଙ୍କୁ ଆମେ ସ୍କୁଲରେ ପାଠ ପଢେଇବା ନାହିଁ, ଆମ ପୁଅ ଝିଅମାନଙ୍କୁ ଆମେ ଶିକ୍ଷିତ କରିବା ପାଇଁ ଟଙ୍କା ଖର୍ଚ୍ଚ କରିବା ନାହିଁ। ସେ କହିବାର ଅର୍ଥ ଆମ ପୁଅ ଝିଅମାନଙ୍କୁ ଆମେ କଣ କଲେଜ ପଠାଇବା ନାହିଁ। ଏହି ପ୍ରକାର ନୁହେଁ ପ୍ରିୟ ଭାଇ ଭଉଣୀ ମାନେ। ଆମ ପୁଅ ଝିଅମାନଙ୍କୁ ଆମେ ସ୍କୁଲ ପଠେଇବାର ଅଛି, ଆମେ ଭଲ ସ୍କୁଲରେ ପାଠ ପଢେଇବାର ଅଛି, ଟଙ୍କା ଖର୍ଚ୍ଚ କରିବାର ଅଛି, ସେମାନଙ୍କ ଲାଗି ମା ବାପା ଭାବରେ ଆମେ ପରିଶ୍ରମ କରିବାର ଅଛି। ମାତ୍ର ଆମର ପୁଅ ଝିଅମାନେ କେମିତି ଶିକ୍ଷିତ ହେବେ, ପରମେଶ୍ୱର ତାଙ୍କ ବାକ୍ୟରେ ସେ ଆମକୁ ଲେଖି ଦେଇଛନ୍ତି। ଏହି କଥାକୁ ଆମେ ଜାଣିବା ଆବଶ୍ୟକ ରହିଛି। ଆଜି ଆପଣମାନଙ୍କ ନିକଟରେ ମୁଁ ବାକ୍ୟରୁ ଗୋଟେ ପଦ ପଢି ଉତ୍ସାହିତ କରିବା ପାଇଁ ଚାହେଁ ଯେ ଆମର ପୁଅ ଝିଅମାନେ କେମିତି ଶିକ୍ଷିତ ହେବେ। ମୋ ସହିତ ଆପଣମାନେ ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକକୁ ଆସିବେ। ଯିଶାୟ ଭବିଷ୍ୟତ ବକ୍ତାଙ୍କ ପୁସ୍ତକ 54 ଅଧ୍ୟାୟ ତାର 13 ପଦରେ ଏହି ପ୍ରକାର ଲେଖାଯାଏ, ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ। ପ୍ରଭୁଙ୍କ ନାମର ଗୌରବ ହଉ। ଏ ସ୍ଥାନ ଲେଖାଯାଏ, ତୁମ୍ଭର ସନ୍ତାନଗଣ ସମସ୍ତେ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ ଓ ତୁମ୍ଭ ସନ୍ତାନଗଣର ମହାଶାନ୍ତି ହେବ। ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ ଏଇ ସବୁ ବାକ୍ୟ ନିମନ୍ତେ। ପ୍ରିୟ ଭାଇ ଭଉଣୀ ମାନେ, ଆମ ପୁଅ ଝିଅ ଲାଗି ହେଇପାରେ ଆମେ ଟଙ୍କା ଖର୍ଚ୍ଚ କରୁଛୁ, ସେମାନଙ୍କୁ ଶିକ୍ଷିତ କରିବା ପାଇଁ ଭଲ ଭଲ କଲେଜରେ, ଭଲ ଭଲ ସ୍କୁଲରେ ଆମେ ଆଡମିସନ କରିଛୁ। ବହୁତ ଭଲ ବିଷୟ ଅଟେ, କିନ୍ତୁ ଏହି ବାକ୍ୟକୁ ଆମେ ଭୁଲିବା ଉଚିତ ନୁହେଁ ଯେ ଆମର ପୁଅ ଝିଅମାନେ ଶିକ୍ଷିତ ହେବାର ସ୍ଥାନ ଏଇ ପୃଥିବୀରେ କୋଉଠି ନାହିଁ। ଆମର ପୁଅ ଝିଅମାନେ ଶିକ୍ଷିତ ହେବାର ସ୍ଥାନ ହେଲା ପ୍ରଭୁଙ୍କର ଉପସ୍ଥିତି। ଆମର ପୁଅ ଝିଅମାନଙ୍କର ଶିକ୍ଷିତ ହେବାର ଉତ୍ତମ ସ୍ଥାନ ହେଲା ମଣ୍ଡଳୀ। ଆଜି ଅନେକ ମା ବାପା ମାନେ ସେମାନେ ଚର୍ଚ୍ଚ ଆସନ୍ତି, କିନ୍ତୁ ସେମାନଙ୍କ ପୁଅ ଝିଅମାନଙ୍କୁ ସେମାନେ ମଣ୍ଡଳୀକୁ ଆଣନ୍ତି ନାହିଁ। ଯଦି ଆମର ପୁଅ ଝିଅମାନେ ମଣ୍ଡଳୀ ବାହାରେ ରହିବେ, ତାହେଲେ ଆମର ପୁଅ ଝିଅମାନେ କିପରି ଶିକ୍ଷିତ ହେବେ? ପ୍ରଭୁଙ୍କର ବାକ୍ୟ କହେ ଯେ ଆମର ପୁଅ ଝିଅମାନେ କେମିତି ଶିକ୍ଷିତ ହେବେ? ଯେ ତାହାଙ୍କ ଦ୍ୱାରା ଶିକ୍ଷିତ ହେବେ, ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେବେ।
ସାମୁଏଲ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେଲେ। ଦାନିଏଲ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେଲେ। ଯୋସେଫ ସଦାପ୍ରଭୁଙ୍କ ଦ୍ୱାରା ଶିକ୍ଷିତ ହେଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସଦାପ୍ରଭୁ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେଲେ। ସେଥିପାଇଁ ତାହାଙ୍କର ଜ୍ଞାନର କଥା, ବୁଦ୍ଧିର କଥା ଲୋକମାନେ ଶୁଣି ଆଶ୍ଚର୍ଯ୍ୟଜନିତ ହେଇଗଲେ। 12 ଜଣ ଶିଷ୍ୟ କାହା ଦ୍ୱାରା ସେମାନେ ଶିକ୍ଷିତ ହେଲେ? ସେମାନେ ପରମେଶ୍ୱରଙ୍କ ଦ୍ୱାରା ଶିକ୍ଷିତ ହେଲେ। ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେମାନେ ଶିକ୍ଷିତ ହେଲେ। ଆଉ ସେମାନେ ଅଜ୍ଞାନୀ ଲୋକ, ଅଶିକ୍ଷିତ ଲୋକ, ତାଙ୍କର ଜ୍ଞାନ ଏତେ ବଢିଗଲା ଯେ ସେମାନଙ୍କ ଜ୍ଞାନର କଥା ଶୁଣି ଲୋକମାନେ ଚମତ୍କୃତ ହେଉଥିଲେ, ଆଶ୍ଚର୍ଯ୍ୟଜନିତ ହେଉଥିଲେ। ପ୍ରିୟମାନେ, ଏଇ କଥାକୁ ଆମେ କେବେ ଭୁଲିବା ଉଚିତ ନୁହେଁ ଯେ ଆମର ପୁଅ ଝିଅମାନେ ଶିକ୍ଷିତ ହେବାର ସ୍ଥାନ ହେଲା ମଣ୍ଡଳୀ। ପ୍ରଭୁଙ୍କ ଦ୍ୱାରା ଆମେ ଶିକ୍ଷିତ ହେବା। ସେଥିପାଇଁ ଦାଉଦ ତାଙ୍କ ଗୀତରେ ସେ ଲେଖନ୍ତି ଆଉ କହନ୍ତି ଯେ 19 ଅଧ୍ୟାୟ 7 ପଦରେ ସଦାପ୍ରଭୁଙ୍କ ପ୍ରମାଣ ବାକ୍ୟ ଅଟଳ ଏବଂ ଅଳ୍ପ ବୁଦ୍ଧିର ଜ୍ଞାନଦାୟକ। ପରମେଶ୍ୱର ଆମକୁ ଶିକ୍ଷିତ କରିବା ପାଇଁ ସେ ସାମର୍ଥ୍ୟ ଅଟନ୍ତି। ଆମର ପୁଅ ଝିଅମାନେ ସ୍କୁଲରେ, କଲେଜରେ ସେମାନେ ଶିକ୍ଷାକୁ ସେମାନେ କଣ କରିବେ? ଅର୍ଜନ କରିବେ, ମାତ୍ର ଶିକ୍ଷିତ ହେଇପାରିବେ ନାହିଁ। ଆମର ପୁଅ ଝିଅମାନେ ଯେଉଁ ଟିଚର ପାଖରେ ଶିଖୁଛନ୍ତି, ସେ ଶିକ୍ଷକ ମାନେ ସେମାନଙ୍କର ଉଚ୍ଚାରଣ ଦ୍ୱାରା ସେମାନେ ଶିକ୍ଷା ଦିଅନ୍ତି। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପୃଥିବୀର ଏକମାତ୍ର ସର୍ବୋତ୍ତମ ଶିକ୍ଷକ, ସେ ଏକମାତ୍ର ଉତ୍ତମ ଶିକ୍ଷକ, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କେବଳ ଉଚ୍ଚାରଣରେ ଶିଖାନ୍ତି ନାହିଁ, ତାଙ୍କର ଆଚରଣ ଦ୍ୱାରା ସେ ଶିଖାନ୍ତି। ଆଉ ସେ ଆମର ଗୁରୁ ଅଟନ୍ତି, ସେ ଆମର ପ୍ରଭୁ ଅଟନ୍ତି, ସେ ଆମର ଉତ୍ତମ ଶିକ୍ଷକ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଇ କଥା ଆମେ ମନେ ରଖିବା। ଆମର ପୁଅ ଝିଅମାନେ ଯଦି ଶିକ୍ଷିତ ହୁଅନ୍ତୁ, ଉନ୍ନତି ହୁଅନ୍ତୁ, ସେମାନେ ଉପର ଲେଭେଲକୁ ଯାଆନ୍ତୁ, ସେମାନେ ବଡ଼ ଲୋକ ହୁଅନ୍ତୁ, ସେମାନେ ସିଦ୍ଧ ହୁଅନ୍ତୁ, ପବିତ୍ର ପଥରେ ଚାଲନ୍ତୁ, ଧର୍ମ ପଥରେ ଚାଲନ୍ତୁ, ଏହା ଯଦି ଆମେ ଇଚ୍ଛା କରୁଛୁ, ପ୍ରିୟମାନେ, ପ୍ରଭୁଙ୍କ କତିକୁ ଆମେ ନେଇ ଆସିବା ଆବଶ୍ୟକ ରହିଛି। ଅନେକ ମା ବାପା ମାନେ ସେମାନେ ବଜାରକୁ ଯିବା ପାଇଁ ପୁଅ ଝିଅକୁ ଛାଡ଼ି ଦିଅନ୍ତି। ସେମାନେ ସିନେମା, ସିରିଏଲ, ମୋବାଇଲ ଦେଖେଇବା ପାଇଁ ବିଭିନ୍ନ ପ୍ରକାର ଯାହା ପରମେଶ୍ୱରଙ୍କ ଦୃଷ୍ଟିରେ ଘୃଣାର ବିଷୟ, ଯାହା ବାଇବଲ ଅନୁମୋଦିତ ନୁହେଁ, ସେଇ ସବୁ ବିଷୟ କରିବା ପାଇଁ ଅନେକ ମା ବାପା ମାନେ ପୁଅ ଝିଅମାନଙ୍କୁ ଛାଡ଼ି ଦିଅନ୍ତି। ମାତ୍ର ପ୍ରଭୁଙ୍କ ନିକଟରେ ଆସିବା ପାଇଁ ଛାଡ଼ନ୍ତି ନାହିଁ। ସଣ୍ଡେ ସ୍କୁଲ ପଠାନ୍ତି ନାହିଁ, ଚର୍ଚ୍ଚ ସମୟରେ ମଣ୍ଡଳୀକୁ ସେମାନେ ନେଇ ଆସନ୍ତି ନାହିଁ, ଘରେ ସେମାନଙ୍କୁ ଖେଳଣା ଦେଇ, ଟିଭି ଲଗାଇ ଦେଇ, ସିରିଏଲ ଲଗାଇ ଦେଇ ସେମାନେ ଛାଡ଼ି ପଳେଇ ଆସନ୍ତି। ଆମର ପୁଅ ଝିଅମାନଙ୍କୁ ଯଦି ଆମେ ସେ ପ୍ରକାର ମାର୍ଗରେ ନେବା, ସେଇ ପ୍ରକାର ପଥରେ ନେବା, ତାହେଲେ ଆମର ପୁଅ ଝିଅମାନେ କେମିତି ଶିକ୍ଷିତ ହେବେ? ପ୍ରଭୁଙ୍କର ବାକ୍ୟ କହେ, ଆମେ ଯେବେ ଆମର ପୁଅ ଝିଅମାନଙ୍କୁ ପ୍ରଭୁଙ୍କ ନିକଟକୁ ଆଣିବୁ, ତାହେଲେ ଆମର ପୁଅ ଝିଅମାନେ ଶିକ୍ଷିତ ହେବେ। ଶିକ୍ଷିତ ହେବେ। ଆପଣ ପଢିବେ ମୋ ସହିତ ପ୍ରେରିତ ପୁସ୍ତକ 7 ଅଧ୍ୟାୟ 22 ପଦରେ ଲେଖାଗଲା, ଆଉ ମୂଷା ମିଶରୀୟ ମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ କର୍ମରେ ପରାକ୍ରମୀ ହେଲେ। ମୂଷା ଶିକ୍ଷିତ ଲୋକ ଥିଲେ, ବାକ୍ୟରେ ସେ ପରାକ୍ରମୀ ଥିଲେ। ମାତ୍ର ପ୍ରଭୁ ତାଙ୍କୁ କହିଲେ, ତୁମେ ମିଶରକୁ ଯିବ, ଆହୁରି ଆମର ଲୋକମାନଙ୍କୁ ତୁମେ କଣ କରିବ? ଫାରୋର ହସ୍ତରୁ ଉଦ୍ଧାର କରି ଆଣିବ। ସେଇ ସମୟରେ ମୂଷା କଣ କହିଲେ? ପ୍ରଭୁ, ମୁଁ କଥା କହି ଜାଣିନି। ସେ ଯଦି ବାକ୍ୟରେ ପରାକ୍ରମୀ ଥିଲେ, ସେ ଶିକ୍ଷିତ ଥିଲେ, ତାହେଲେ ସେ କାହିଁକି କହିଲେ? ପ୍ରିୟମାନେ, ଶିକ୍ଷିତ ହେବାର ସ୍ଥାନ ଏଇ ଜଗତ ନୁହେଁ। ଆମର ପୁଅ ଝିଅମାନେ ମିଶର ବୋଲି କହିଲେ ଜଗତକୁ ବୁଝାଏ। ଏଇ ଜଗତର ଶିକ୍ଷା, ଜଗତର ବୁଦ୍ଧି, ଜ୍ଞାନ ଆମର ପୁଅ ଝିଅମାନଙ୍କୁ ଶିକ୍ଷିତ କରିପାରିବ ନାହିଁ। ପରମେଶ୍ୱରଙ୍କ ବିନା, ପରମେଶ୍ୱରଙ୍କର ଉପସ୍ଥିତି ବିନା, ତାହାଙ୍କର ଅନୁଗ୍ରହ ସାହାଯ୍ୟ ବିନା ଆମର ପୁଅ ଝିଅମାନେ ଶିକ୍ଷିତ ହେଇପାରିବେ ନାହିଁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଆମେ କଣ କରିବା? ଆମର ପୁଅ ଝିଅମାନଙ୍କୁ ପ୍ରଭୁଙ୍କ କତିକୁ ନେଇଯିବା। ଦିନେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ଶିଷ୍ୟମାନଙ୍କୁ କହିଲେ, ଶିଶୁମାନଙ୍କୁ ମୋ ନିକଟକୁ ଆସିବାକୁ ମନା କର ନାହିଁ, ମୋ ନିକଟକୁ ଛାଡ଼ି ଦିଅ। ଆମର ପରମେଶ୍ୱର ଆମର ପୁଅ ଝିଅମାନଙ୍କୁ ଆଶୀର୍ବାଦ କରିବା ପାଇଁ, ସେ ଶିକ୍ଷିତ କରିବା ପାଇଁ, ଜ୍ଞାନରେ, ବୁଦ୍ଧିରେ ସେ ବିଜ୍ଞ ଆଉ ବୃଦ୍ଧି ସାଧନ କରିବା ପାଇଁ ସେ ଅପେକ୍ଷାରେ ଅଛନ୍ତି, ଆଉ ସେ ସାମର୍ଥ୍ୟ ପ୍ରଭୁ ଅଟନ୍ତି। ପ୍ରିୟମାନେ, ଆଜି ଆମ ପୁଅ ଝିଅମାନଙ୍କୁ ଆମେ ମଣ୍ଡଳୀକୁ ନେଇଯିବା। ଆମର ପୁଅ ଝିଅମାନଙ୍କୁ ଇଆଡେ ସିଆଡେ ଛାଡ଼ିବା ନାହିଁ। ଯଦି ଆମେ ମଣ୍ଡଳୀ ବାହାରେ ରଖିବା, ଆମର ପୁଅ ଝିଅମାନେ କେବେ ଅବାଟରୁ ଫେରିବେ ନାହିଁ, କେବେ ଆମର ପୁଅ ଝିଅମାନେ ଶିକ୍ଷିତ ହେଇପାରିବେ ନାହିଁ। ପ୍ରଭୁ ଏ ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ
ଆଶୀର୍ବାଦ କରନ୍ତୁ। ଆସନ୍ତୁ ମୁଁ ପଦେ ପ୍ରାର୍ଥନା କରିବା ପାଇଁ ଚାହେଁ। ଦୟାମୟ ସ୍ୱର୍ଗସ୍ଥ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ବାପା। ତୁମେ ଦୟା କଲ, ଅନୁଗ୍ରହ କଲ, ତୁମ ବାକ୍ୟ ଦ୍ୱାରା ଆମକୁ କଥା ହେଇଥିବାରୁ ମୁଁ ତୁମର ଗୌରବ କରେ। ବାପା, ଆମେ ମା ବାପା ଭାବରେ ପ୍ରଭୁ ଆମେ ଦୁର୍ବଳ ଅଟୁ। ଅନେକ ଥର ଆମେ ପ୍ରଭୁ ଆମର ପୁଅ ଝିଅମାନଙ୍କୁ ଉଚିତ ମାର୍ଗରେ ଆମେ ନେଇପାରୁନାହୁଁ। ତୁମେ ଆମମାନଙ୍କୁ ବୁଦ୍ଧି ଦିଅ, ଜ୍ଞାନ ଦିଅ। ଆମର ପୁଅ ଝିଅମାନଙ୍କର ଶିକ୍ଷାଦାତା ତୁମେ, ଶିକ୍ଷିତ କରିବା ପ୍ରଭୁ ତୁମେ। ପ୍ରଭୁ ଏହା ଜାଣି ଆମ ପୁଅ ଝିଅମାନଙ୍କୁ ସବୁ ସମୟରେ ତୁମ ମାର୍ଗରେ ଆମେ ନେଇପାରିବୁ, ତୁମେ ଆମମାନଙ୍କୁ ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ପ୍ରଭୁଙ୍କର ଗୌରବ ହଉ। ପ୍ରଭୁ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ, ଆମେନ୍।